ଟଙ୍କା ପାଇଁ ଶ୍ମଶାନରୁ ଉଠି ଆସେ କଙ୍କାଳ। ଦସ୍ତାବିଜରେ ଦସ୍ତଖତ କରିବା ପାଇଁ ମଶାଣିରୁ ଉଠି ଆସେ ଶବ। ଝଡ଼ି ଯାଇଥିବା ମାଂସ ଆଉ ସଢ଼ି ଯାଇଥିବା ଦେହଟା ବି ଶେଷରେ କବର ତଳୁ ଉଠି ପାସ୍ ବହି ଧରି ବ୍ୟାଙ୍କ ସାମ୍ନାରେ ଠିଆ ହୁଏ ଟଙ୍କା ପାଇଁ। ଆପଣଙ୍କୁ ଆଶ୍ଚର୍ଯ୍ୟ ଲାଗୁଥାଇପାରେ। ହଁ ଦର୍ଶକ ବନ୍ଧୁ, ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ମଲ୍ଲିପୋଷି ଅଞ୍ଚଳରେ। ଦିନ ପ୍ରାୟ ଗୋଟାଏ ସମୟ ହଠାତ୍ ଓଡ଼ିଶା ଗ୍ରାମ୍ୟ ବ୍ୟାଙ୍କ ସମ୍ମୁଖରେ ଜମିଥିଲା ଲୋକଙ୍କ ଭିଡ଼। ଡିଆନାଳି ଗାଁର ବୃଦ୍ଧ ଜିତୁ ମୁଣ୍ଡା ନିଜ ଭଉଣୀ କାଲାରା ମୁଣ୍ଡାଙ୍କ ମୃତଦେହକୁ ମଶାଣିରୁ ଖୋଳି ବସ୍ତାରେ ପୁରାଇ କାନ୍ଧରେ ବୋହି ଖରାରେ ପ୍ରାୟ 4 କିଲୋମିଟର ଚାଲି ଚାଲି ବ୍ୟାଙ୍କ ସମ୍ମୁଖରେ ପହଞ୍ଚିଥିଲେ। ମୃତ ଭଉଣୀଙ୍କ ନାଁରେ ଥିବା 19,300 ଟଙ୍କାର ଜମାରାଶି ଟଙ୍କା ପାଇବା ପାଇଁ ଜିତୁ ମୁଣ୍ଡା ଏପରି ଚରମ ପଦକ୍ଷେପ ନେଇଛି। 2 ଦିନ ପୂର୍ବରୁ ସେ ବ୍ୟାଙ୍କ ଆସି ଭଉଣୀଙ୍କ ଟଙ୍କା ଉଠାଇବାକୁ ଚେଷ୍ଟା କରିଥିଲେ, କିନ୍ତୁ ଯାହା ନାମରେ ଟଙ୍କା ଅଛି ସେ ନିଜେ ଆସିବାକୁ ପଡ଼ିବ ବୋଲି ବ୍ୟାଙ୍କ କର୍ତ୍ତୃପକ୍ଷ କହିବା ସହ ଟଙ୍କା ଦେବାକୁ ମନା କରିଥିବା ଅଭିଯୋଗ ହୋଇଛି। ଏହାପରେ ଟଙ୍କା ଉଠାଇ ନ ପାରି ଜିତୁ ମୁଣ୍ଡା ବାରବାର ଆସି ହତାଶ ହୋଇ ମଶାଣିରୁ ମୃତଦେହକୁ ଆଣି ସିଧା ବ୍ୟାଙ୍କ ଆଗରେ ରଖି ଟଙ୍କା ଦାବି କରିଥିଲେ। ବଳଦ ବିକ୍ରି ଟଙ୍କାକୁ କାଲାରା ମୁଣ୍ଡାଙ୍କ ନାଁରେ ବ୍ୟାଙ୍କରେ ରଖାଯାଇଥିଲା। ସେହି ଟଙ୍କା ଉଠାଇବା ପାଇଁ ଜିତୁ ମୁଣ୍ଡା ଏପରି କରିଥିବା କହିଛନ୍ତି ଜିତୁ ମୁଣ୍ଡାଙ୍କ ଭାଉଜ ଗୁରୁବାରୀ ମୁଣ୍ଡା। ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ ନିୟନ୍ତ୍ରଣ କରିଥିଲା। ବୁଝାସୁଝା ପରେ ମୃତଦେହକୁ ପୁନର୍ବାର ପୋଲିସ ଉପସ୍ଥିତିରେ ମଶାଣିରେ ପୋତି ଦିଆଯାଇଛି। ଘଟଣା ନେଇ ବ୍ୟାଙ୍କ ମ୍ୟାନେଜରଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିଲା, କିନ୍ତୁ ସେ କୌଣସି ପ୍ରତିକ୍ରିୟା ନ ଦେଇ କ୍ୟାମେରା ସାମ୍ନାରୁ ପଳାଇ ଯାଇଥିଲେ। ଆମେ ଦୁଇ ଭାଇ ଭଉଣୀ ଖାଉଥିଲୁ। ନା କହିଲ ତମର ଜିତୁ ମୁଣ୍ଡା। ଜିତୁ ତାଙ୍କଟା କାଲା ମୁଣ୍ଡା। ମୃତ ଭଉଣୀଙ୍କ ଜମା ଟଙ୍କା ପାଇଁ ଭାଇଙ୍କ ଏହି ଚରମ ପଦକ୍ଷେପ ସମାଜ ଓ ବ୍ୟାଙ୍କର ବିଧି ବ୍ୟବସ୍ଥା ଉପରେ ଗୁରୁତର ପ୍ରଶ୍ନ ଉଠାଇଛି। ନିୟମର କଠୋରତା ନା ମାନବିକତାର ଅଭାବ, ଏହା ଏବେ ବଡ଼ ପ୍ରଶ୍ନ। ବ୍ୟୁରୋ ରିପୋର୍ଟ, ନେକ୍ସସ୍ ଓଡ଼ିଶା ନ୍ୟୁଜ୍।